ଆସନ୍ତୁ ପିଲାମାନେ, ମୁଁ ଆପଣମାନଙ୍କ ଆଗକୁ ଆସୁଥିବା ଓଡ଼ିଶା ପୋଲିସ ଏସ୍ଆଇ, ସିଭିଲ୍ କନେଷ୍ଟବଳ, OISF ପାଇଁ କିଛି ଏକ୍ଜାମ୍ ଓରିଏଣ୍ଟେଡ୍ ସିଲେକ୍ଟେଡ୍ ପ୍ରିଭିୟସ୍ କ୍ୱେଶ୍ଚନ୍ ନେଇକି ଆସିଛି। ଆଜିର ଆପଣମାନଙ୍କର ପ୍ରଥମ ପ୍ରଶ୍ନ ହେଉଛି, ଖଣ୍ଡଗିରି ଆଣ୍ଡ ଉଦୟଗିରି କେଭ୍ ଅଫ୍ ଭୁବନେଶ୍ୱର ଆର୍ ଆସୋସିଏଟେଡ୍ ୱିଥ୍ ହ୍ୱିଚ୍ ରିଲିଜିଅନ୍? ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଏବଂ ଉଦୟଗିରି କେଉଁ ରିଲିଜିଅନ୍କୁ ଡେଡିକେଟ୍ କରେ? ହିନ୍ଦୁଜିମ୍, ଇସଲାମ, ଜୈନଜିମ୍, ବୁଦ୍ଧିଜିମ୍? ଏହା ଆପଣମାନଙ୍କର ଉତ୍ତର ହେଉଛି ଜୈନଜିମ୍କୁ ଡେଡିକେଟ୍ କରାଯାଏ। ଏବଂ ଆପଣମାନଙ୍କର ଖଣ୍ଡଗିରି ଏବଂ ଉଦୟଗିରିରେ ଟୋଟାଲ୍ କେଭ୍ ସଂଖ୍ୟା କେତୋଟି? ଟୋଟାଲ୍ କେଭ୍ ସଂଖ୍ୟା ହେଉଛି 33ଟି। ଖଣ୍ଡଗିରିରେ 15ଟି କେଭ୍ ଅଛି ଏବଂ ଉଦୟଗିରିରେ 18ଟି କେଭ୍ ଅଛି। ଏବଂ ଏଥିରେ ଥିବା ହାତୀଗୁମ୍ଫା ଇନ୍ସ୍କ୍ରିପସନ୍ କିଏ ମେଟ୍ କରିଛନ୍ତି? ମେଟ୍ ବାଏ କିଙ୍ଗ ଖାରବେଳ। କେଉଁ ଲାଙ୍ଗୁଏଜର ଲେଖାଯାଇଛି? ଏହା ପ୍ରାକୃତି ଲାଙ୍ଗୁଏଜରେ, କିନ୍ତୁ କେଉଁ ସ୍କ୍ରିପ୍ଟ? ବ୍ରାହ୍ମୀ ସ୍କ୍ରିପ୍ଟରେ ଏହା ଆପଣଙ୍କର ରହିଛି। ଏବଂ ଆପଣମାନଙ୍କର ସେକେଣ୍ଡ କ୍ୱେଶ୍ଚନ୍ ହେଉଛି ଆଜିର, ଦୟାନନ୍ଦ ସରସ୍ୱତୀ ଫାଉଣ୍ଡେଡ୍ ବାଏ ହ୍ୱିଚ୍ ସମାଜ? ଦୟାନନ୍ଦ ସରସ୍ୱତୀ କେଉଁ ସମାଜ ଫାଉଣ୍ଡେଡ୍ କରିଛନ୍ତି? ଆପଣମାନଙ୍କର ଆର୍ଯ୍ୟ ସମାଜ ଦୟାନନ୍ଦ ସରସ୍ୱତୀ ଫାଉଣ୍ଡେଡ୍ କରିଛନ୍ତି। ଦୟାନନ୍ଦ ସରସ୍ୱତୀ ଫାଉଣ୍ଡେଡ୍ ବାଏ ଆର୍ଯ୍ୟ ସମାଜ। ଏବଂ ଆପଣମାନଙ୍କର ବ୍ରହ୍ମ ସମାଜ କିଏ ଫାଉଣ୍ଡେଡ୍ କରିଛନ୍ତି? ରାଜା ରାମମୋହନ ରୟ। କେଉଁଠାରେ? କୋଲକାତାଠାରେ 1828 ମସିହାରେ। ଏବଂ ଆପଣମାନଙ୍କର ପ୍ରାର୍ଥନା ସମାଜ କିଏ ଫାଉଣ୍ଡେଡ୍ କରିଛନ୍ତି? ପ୍ରାର୍ଥନା ସମାଜ ଆତ୍ମରାମ ପାଣ୍ଡୁରଙ୍ଗା। କେଉଁଠାରେ ଫାଉଣ୍ଡେଡ୍ କରିଛନ୍ତି? ମହାରାଷ୍ଟ୍ରଠାରେ। ଏବଂ ବହୁଜନ ସମାଜ କିଏ ଫାଉଣ୍ଡେଡ୍ କରିଛନ୍ତି? ମୁକୁନ୍ଦ ରାଓ ପଟେଲ। କେଉଁ ମସିହାରେ? 1910 ମସିହାରେ ମହାରାଷ୍ଟ୍ରଠାରେ ଆପଣମାନଙ୍କର ପ୍ରାର୍ଥନା ସମାଜ ଫାଉଣ୍ଡେଡ୍ କରିଛନ୍ତି ଆତ୍ମରାମ। ବହୁଜନ ସମାଜ ହେଉଛି ଆପଣମାନଙ୍କର ମୁକୁନ୍ଦ ଦେବ ରାଓ ପଟେଲ ଫାଉଣ୍ଡେଡ୍ କରିଛନ୍ତି। ଏବଂ ଆପଣମାନଙ୍କର ଆଜିର ତୃତୀୟ ପ୍ରଶ୍ନ ହେଉଛି, ହୁ ଇଜ୍ ଦି ଫାର୍ଷ୍ଟ ନନ୍ ଇଣ୍ଡିଆନ୍ ରିସିଭ୍ ଭାରତ ରତ୍ନ? କିଏ ନନ୍ ଇଣ୍ଡିଆନ୍ ଯିଏକି ଭାରତ ରତ୍ନ ରିସିଭ୍ କରିଛନ୍ତି? ମଦର ଟେରେସା, ନେଲସନ୍ ମାଣ୍ଡେଲା, ଖାନ୍ ଅବଦୁଲ ଗଫର ଖାନ୍, ଅମର୍ତ୍ୟ ସେନ୍? ଏହାର ଉତ୍ତର ହେଉଛି ଖାନ୍ ଅବଦୁଲ ଗଫର ଖାନ୍। ଇଏ କେଉଁ କଣ୍ଟ୍ରିରୁ ବିଲଙ୍ଗ କରନ୍ତି? ଇଏ ଆପଣମାନଙ୍କର ପାକିସ୍ତାନରୁ ବିଲଙ୍ଗ କରନ୍ତି। ଏବଂ ସେକେଣ୍ଡ ନନ୍ ଇଣ୍ଡିଆନ୍ କିଏ ଯିଏକି ଭାରତ ରତ୍ନ ରିସିଭ୍ କରିଛନ୍ତି? ନେଲସନ୍ ମାଣ୍ଡେଲା, ଯିଏକି ସେକେଣ୍ଡ ନନ୍ ଇଣ୍ଡିଆନ୍। ଇଏ କେଉଁ କଣ୍ଟ୍ରିରୁ ବିଲଙ୍ଗ କରନ୍ତି? ସାଉଥ ଆଫ୍ରିକାରୁ। ଯଦି ଆପଣମାନଙ୍କର ପ୍ରଶ୍ନ ରହିଥାନ୍ତେ ପିଲାମାନେ, ଯଦି ଫାର୍ଷ୍ଟ ନନ୍ ଇଣ୍ଡିଆନ୍ ଓମେନ୍ ରିସିଭ୍ କରିଥିବା ଭାରତ ରତ୍ନ ଯିଏକି ହେଉଛି ମଦର ଟେରେସା। କେଉଁ ମସିହାରେ ରିସିଭ୍ କରିଛନ୍ତି? 1980 ମସିହାରେ। ଆପଣମାନଙ୍କର ଭାରତ ରତ୍ନ କେଉଁ ମସିହାରୁ ଦେବା ଷ୍ଟାର୍ଟ ହେଇଛି? 1954 ମସିହାରୁ। ତ ଫାର୍ଷ୍ଟ ଇଣ୍ଡିଆନ୍ କିଏ ରିସିଭ୍ କରିଛନ୍ତି? ସି ରାଜଗୋପାଳଚାରୀ। ଯଦି ଫାର୍ଷ୍ଟ ଇଣ୍ଡିଆନ୍ ଓମେନ୍ ରିସିଭ୍ କରିଥିବା ଭାରତ ରତ୍ନ ହେଉଛି ଇନ୍ଦିରା ଗାନ୍ଧୀ, ଯିଏକି ଫାର୍ଷ୍ଟ ଇଣ୍ଡିଆନ୍ ଓମେନ୍ ରିସିଭ୍ କରିଛି ଭାରତ ରତ୍ନ। ହ୍ୱିଚ୍ ବୁକ୍ ଡକ୍ଟର ପ୍ରତିଭା ରୟ ଗଟ୍ ମର୍ତ୍ତ୍ୟଦେବୀ ଆୱାର୍ଡ଼? ମର୍ତ୍ତ୍ୟଦେବୀ ଆୱାର୍ଡ଼ ପାଇଁ କେଉଁ ବହି ପାଇଁ ମର୍ତ୍ତ୍ୟଦେବୀ ଆୱାର୍ଡ଼ ପ୍ରତିଭା ଦେବୀ ପାଇଛନ୍ତି? ଏହାର ଆପଣମାନଙ୍କର ଉତ୍ତର ହେଉଛି ୟଜ୍ଞସେନୀ। ୟଜ୍ଞସେନୀ ବହି ପାଇଁ ପ୍ରତିଭା ଦେବୀ ଆପଣମାନଙ୍କର ମର୍ତ୍ତ୍ୟଦେବୀ ଆୱାର୍ଡ଼ ପାଇଛନ୍ତି। ଏହାର ଉତ୍ତର ହେଉଛି ୟଜ୍ଞସେନୀ। ପିଲାମାନେ, ଏସବୁ ହେଉଛି ଆପଣମାନଙ୍କର ପ୍ରିଭିୟସ୍ କ୍ୱେଶ୍ଚନ୍। କେଉଁ ନା କେଉଁ ଏକ୍ଜାମ୍ରେ ଆସିଛନ୍ତି। ସମସ୍ତେ ଭଲସେ ଦେଖନ୍ତୁ। କୌଣସି ଏକ୍ଜାମ୍ରେ ଆଗକୁ ଆସୁଥିବା ଏକ୍ଜାମ୍ରେ ଯେକୌଣସି ଏକ୍ଜାମ୍ରେ ଏସବୁ ପ୍ରଶ୍ନ ପାଇପାରିବେ ଆପଣମାନେ। ହୁ ୱାଜ୍ ଦି ଫାଉଣ୍ଡର ଅଫ୍ ସତ୍ୟବାଦୀ ବନ ବିଦ୍ୟାଳୟ ଇନ୍ ଓଡ଼ିଶା? ଓଡ଼ିଶାରେ ଆପଣମାନଙ୍କର ସତ୍ୟବାଦୀ ବନ ବିଦ୍ୟାଳୟ କିଏ ଫାଉଣ୍ଡେଡ୍ କରିଛନ୍ତି? ଆପଣମାନଙ୍କର ପ୍ରଥମ ଅପସନ୍ ହେଉଛି ମଧୁସୂଦନ ଦାସ, ଦ୍ୱିତୀୟ ଅପସନ୍ ହେଉଛି ମଧୁସୂଦନ ରାଓ, ସୁଭାଷ ଚନ୍ଦ୍ର ବୋଷ ଏବଂ ଶେଷ ରହିଲା ଗୋପବନ୍ଧୁ ଦାସ। ଏହାର ପିଲାମାନେ ଉତ୍ତର ହେଉଛି ଗୋପବନ୍ଧୁ ଦାସ, ଯିଏକି ସତ୍ୟବାଦୀ ବନ ବିଦ୍ୟାଳୟ ଫାଉଣ୍ଡେଡ୍ କରିଛନ୍ତି। ସତ୍ୟବାଦୀ ବନ ବିଦ୍ୟାଳୟ ଆପଣମାନଙ୍କର କେଉଁଠି ଅଛି? ପୁରୀ ସାକ୍ଷୀଗୋପାଳଠାରେ ଅଛି। ପିଲାମାନେ ଟିକେ ଆଖି ବୁଲେଇ ଦିଅନ୍ତୁ, ଖାଲି ଟିକେ ରିଭିଜନ୍ କରିଦିଅନ୍ତୁ, କାହିଁକିନା ଆପଣମାନେ ଏସବୁ ପ୍ରଶ୍ନ କୌଣସି ନା କୌଣସି ପ୍ରିଭିୟସ୍ ଏକ୍ଜାମ୍ରେ ଦେଖିପାରିଥିବେ ଏବଂ ଆଗକୁ ଆସୁଥିବା ଏକ୍ଜାମ୍ରେ ଜିକେ ହିଁ ଆସିବ। ବୁଝିପାରିଲେ ପିଲାମାନେ? ହୁ ଇଜ୍ ଦି କମ୍ପୋଜର ଅଫ୍ ନ୍ୟାସନାଲ୍ ଆନ୍ଥମ୍ ଅଫ୍ ଇଣ୍ଡିଆ?
ଭାରତରେ ନ୍ୟାସନାଲ୍ ଏନ୍ଥମ୍ କିଏ କମ୍ପୋଜ୍ କରିଛନ୍ତି? ଆପଣମାନଙ୍କର ପ୍ରଥମ ଅପସନ୍ ହେଉଛି ବଙ୍କିମ ଚନ୍ଦ୍ର ଚାଟାର୍ଜୀ, ଅରବିନ୍ଦ ଘୋଷ, ରବୀନ୍ଦ୍ରନାଥ ଟେଗୋର, ମହମ୍ମଦ ବିନ୍ ଇକବାଲ। ଆପଣମାନଙ୍କର ନ୍ୟାସନାଲ୍ ଏନ୍ଥମ୍ ଯାହାକି ହେଉଛି ଜନଗଣ ମନ କିଏ କମ୍ପୋଜ୍ କରିଛନ୍ତି? ରବୀନ୍ଦ୍ରନାଥ ଟେଗୋର। ରବୀନ୍ଦ୍ରନାଥ ଟେଗୋର ଯିଏକି ଆପଣମାନଙ୍କର ନ୍ୟାସନାଲ୍ ଏନ୍ଥମ୍ କମ୍ପୋଜ୍ କରିଛନ୍ତି। ହୁ ଇଜ୍ ନୋନ୍ ଏଜ୍ ଦି ଫାଦର ଅଫ୍ ହ୍ୱାଇଟ୍ ରିଭଲ୍ୟୁସନ୍ ଇନ୍ ଇଣ୍ଡିଆ? ଭାରତର ହ୍ୱାଇଟ୍ ରିଭଲ୍ୟୁସନ୍ର ଫାଦର ବୋଲି କାହାକୁ କୁହାଯାଏ? ଆପଣମାନଙ୍କର ପ୍ରଥମ ଅପସନ୍ ହେଉଛି MS ସ୍ୱାମୀନାଥନ୍, ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ବର୍ଗେଶ କୁରିଏନ୍, ଅରୁଣ କିଷାନ। ଆପଣମାନଙ୍କର ଉତ୍ତର ହେଉଛି ଡକ୍ଟର ବର୍ଗେଶ କୁରିଏନ୍ ଯିଏକି ଆପଣମାନଙ୍କର ହ୍ୱାଇଟ୍ ରିଭଲ୍ୟୁସନ୍ର ଫାଦର। ଏବଂ ଆପଣମାନଙ୍କର MS ସ୍ୱାମୀନାଥନ୍ କେଉଁ ରିଭଲ୍ୟୁସନ୍ର ଫାଦର? ଗ୍ରୀନ୍ ରେଭଲ୍ୟୁସନ୍ର। ଗ୍ରୀନ୍ ରେଭଲ୍ୟୁସନ୍ କ'ଣ ପାଇଁ? ଏଗ୍ରିକଲଚର ପାଇଁ ଗ୍ରୀନ୍ ରେଭଲ୍ୟୁସନ୍ କୁହାଯାଏ। ଏବଂ ହ୍ୱାଇଟ୍ ରିଭଲ୍ୟୁସନ୍ ହେଲା ପ୍ରଡକ୍ସନ୍ ଅଫ୍ ମିଲ୍କ। ଏବଂ ହୀରାଲାଲ ଚୌଧୁରୀ କେଉଁ ରିଭଲ୍ୟୁସନ୍ର ଫାଦର? ବ୍ଲୁ ରିଭଲ୍ୟୁସନ୍। ବ୍ଲୁ ରିଭଲ୍ୟୁସନ୍ର ମିନ୍ସ ହେଉଛି ପ୍ରଡକ୍ସନ୍ ଅଫ୍ ଫିସ୍। ପ୍ରଡକ୍ସନ୍ ଫିସ୍ ହେଉଛି ଆପଣମାନଙ୍କର ବ୍ଲୁ ରିଭଲ୍ୟୁସନ୍। ପ୍ରଡକ୍ସନ୍ ଅଫ୍ ମିଲ୍କ ହେଲା ହ୍ୱାଇଟ୍ ରିଭଲ୍ୟୁସନ୍ ଯାହାକି ଫାଦର ହେଉଛି ବର୍ଗେଶ କୁରିଏନ୍। Which of the following is not an example of a biomass energy source? କ'ଣ ହେଉଛି ଆପଣମାନଙ୍କର କେଉଁଟା ଗୋଟିଏ ଆପଣମାନଙ୍କର ବାୟୋମାସ୍ ନୁହେଁ ଏବଂ କେଉଁଗୁଡ଼ାକ ବାୟୋମାସ୍? ଫାର୍ଷ୍ଟ ଆପଣମାନଙ୍କର ବାୟୋମାସ୍ କ'ଣ ଜାଣିବା। ବାୟୋମାସ୍ ହେଉଛି ଯାହାକି ଆପଣମାନଙ୍କ କମ୍ପୋଷ୍ଟ ଖତ ମାନେ ଯେକୌଣସି ନ୍ୟାଚୁରାଲ୍ ଜିନିଷରୁ ତିଆରି ହେଉଥିବା ଏନର୍ଜି ଗୁଡ଼ାକୁ ତାଙ୍କୁ ବାୟୋମାସ୍ କୁହାଯାଏ। ଆପଣମାନଙ୍କର ପ୍ରଥମ ଅପସନ୍ ହେଲା ଉଡ୍ ବା ଶୁଖିଲା କାଠ, ଗୋବର ଗ୍ୟାସ୍, ନ୍ୟୁକ୍ଲିୟର ଏନର୍ଜି, ଏଗ୍ରିକଲଚର ୱେଷ୍ଟ। ଏହାର ଉତ୍ତର ପିଲାମାନେ ସମସ୍ତେ କରିପାରିବେ। ଆପଣ ଜାଣିପାରୁଥିବେ କେଉଁଟା ଉତ୍ତର ହେଉଥିବ। ଯାହାକି ହେଉଛି ଉତ୍ତର ହେଉଛି ନ୍ୟୁକ୍ଲିୟର ଏନର୍ଜି ଯାହାକି ବାୟୋମାସ୍ର ଏନର୍ଜି ସୋର୍ସ ନୁହେଁ। ଏବଂ ଆପଣମାନଙ୍କର ଶୁଖିଲା କାଠ ବା ଉଡ୍, ଗୋବର ଗ୍ୟାସ୍, ଏଗ୍ରିକଲଚର ୱେଷ୍ଟେଡ଼ ପଦାର୍ଥ ମାନେ ଆପଣମାନଙ୍କର ଏଗ୍ରିକଲଚର ୱେଷ୍ଟେଡ଼ ପଦାର୍ଥ ଗୁଡ଼ାକ ହେଉଛି ଗୋଟିଏ ବାୟୋମାସ୍ର ଏନର୍ଜି ସୋର୍ସ। The instrument used regarding earthquake wave, earthquakeର ୱେଭ୍ ମାପିବା ପାଇଁ କେଉଁ ଇନଷ୍ଟ୍ରୁମେଣ୍ଟ ବ୍ୟବହାର କରାଯାଏ? ବାରୋଗ୍ରାଫ, ହାଇଗ୍ରୋଗ୍ରାଫ, ହାଇଡ୍ରୋଗ୍ରାଫ, ପାନ୍ଥୋଗ୍ରାଫ, ସେସ୍ମୋଗ୍ରାଫ। ଏହାର ଉତ୍ତର ପିଲାମାନେ ଜାଣିପାରୁଥିବ କେଉଁଟା ହେଉଥିବ। ଆର୍ଥକ୍ୱେକ୍ର ୱେଭ୍ ମାପିବା ପାଇଁ ଆପଣମାନଙ୍କର ସେସ୍ମୋଗ୍ରାଫ ବ୍ୟବହାର କରାଯାଏ। ଏବଂ ଯଦି ଆପଣମାନଙ୍କର ଆର୍ଥକ୍ୱେକ୍ର ମ୍ୟାଗ୍ନିଟ୍ୟୁଡ଼ ମାପିବା ପାଇଁ କ'ଣ ବ୍ୟବହାର କରାଯାଏ ଯଦି ପ୍ରଶ୍ନ ଆସିବ? ମ୍ୟାଗ୍ନିଟ୍ୟୁଡ଼ ମାପିବା ପାଇଁ ହେଲେ ଆପଣମାନଙ୍କ ରିଏକ୍ଟର ସ୍କେଲ୍ ବ୍ୟବହାର କରାଯାଏ। ଏବଂ ସେସ୍ମୋଗ୍ରାଫର କାମ ହେଲା ୱେଭ୍ ମାପିବା କାମ। ସେସ୍ମୋଗ୍ରାଫର କାମ ହେଲା ୱେଭ୍ ମାପିବ ଏବଂ ରିଏକ୍ଟର ସ୍କେଲ୍ର କାମ ହେଲା ମ୍ୟାଗ୍ନିଟ୍ୟୁଡ଼ ମାପିବ ଆର୍ଥକ୍ୱେକ୍ର। ବୁଝିଲ ପିଲାମାନେ। ଆର୍ଥକ୍ୱେକ୍ ପାଇଁ ଫେମସ୍ କେଉଁ କଣ୍ଟ୍ରି? ଆର୍ଥକ୍ୱେକ୍ ପାଇଁ ଫେମସ୍ ହେଉଛି ଆପଣମାନଙ୍କର ଜାପାନ। ଜାପାନରେ ବହୁତ ଆର୍ଥକ୍ୱେକ୍ ହୁଏ। କେମିତିକା ସେଠି ଲୋକମାନେ ବଞ୍ଚିଛନ୍ତି କିଏ ଜଣେ ଭଗବାନ ଜାଣିଛନ୍ତି। ଏବଂ ଆପଣମାନଙ୍କର 10ମ ନମ୍ବର କ୍ୱେଶ୍ଚନ୍ ହେଉଛି ହ୍ୱିଚ୍ ଟାଇପ୍ ଅଫ୍ କ୍ଲାଇମେଟ୍ ଡଜ୍ ଓଡ଼ିଶା ଏନ୍ଜୟ? ଓଡ଼ିଶାର ପିଲାମାନେ ଜାଣିଥିବ ଓଡ଼ିଶାରେ କେଉଁ ଭଳିଆ କ୍ଲାଇମେଟ୍ ଆପଣମାନେ ଏନ୍ଜୟ କରୁଛନ୍ତି। ଓଡ଼ିଶାରେ କେଉଁ ଭଳିଆ କ୍ଲାଇମେଟ୍ ଏନ୍ଜୟ କରନ୍ତି? ଟ୍ରପିକାଲ କି ଟେମ୍ପରେଚର, ଇକ୍ୱେଟୋରିଆଲ ୟା ଟୁଣ୍ଡ୍ରା? ଆପଣମାନେ ଓଡ଼ିଶାରେ ରହୁଛ ପିଲାମାନେ ଜାଣିପାରୁଥିବେ ଓଡ଼ିଶାରେ ଆପଣମାନେ ଟ୍ରପିକାଲ କ୍ଲାଇମେଟ୍ ଏନ୍ଜୟ କରୁଥିବେ।